ରାଉରକେଲାର ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଭଞ୍ଜଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଗରିମା ପରିବାର ବିଗତ 6 ବର୍ଷ ଧରି ଉତ୍କଳ ଦିବସ ପାଳନ ସହ ରାଉରକେଲାର ମୁଖ୍ୟ ଆକର୍ଷଣ ବୋଇତ ବନ୍ଦାଣ ରଜ ପର୍ବ ଭଳି ବହୁ ସୁନ୍ଦର କାର୍ଯ୍ୟକ୍ରମ କରିଆସୁଥିବା ବେଳେ ଚଳିତ ବର୍ଷର ଅତ୍ୟନ୍ତ ଆକର୍ଷଣୀୟ ଅଦ୍ୱିତୀୟ ଚେହେରା ଭାବେ ସୁନାମଧନ୍ୟ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏନ୍ଆଇଟିର ପ୍ରାଧ୍ୟାପିକା ସୁଚିସ୍ମିତା ଚିନାରା, ଓଡ଼ିଶାର ସୁନାମଧନ୍ୟ ଗୃହସ୍ଥି ମସଲା କମ୍ପାନୀର ସିଇଓ ଶ୍ରୀ ଅମିତ ଅଗ୍ରୱାଲ, ନିମନ୍ତ୍ରିତ ଅତିଥି ଭାବେ ଅଲିଉଡ୍ ଅଭିନେତ୍ରୀ ଇପ୍ସିତା ଦାସ, ଶ୍ରେୟା ମହାନ୍ତି ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବିଭିନ୍ନ ଅନୁଷ୍ଠାନମାନ ସାଗର ରିଦିମ୍ସ, ତ୍ରିଶା ଡ୍ୟାନ୍ସ ଗ୍ରୁପ, ଦେବ ନୃତ୍ୟମ ଗ୍ରୁପ ତରଫରୁ ସମ୍ପୂର୍ଣ୍ଣ ଓଡ଼ିଆ କଳା ସଂସ୍କୃତି ଓ ନାରୀ ସଶକ୍ତିକରଣ ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗୌମତୀ ନାୟକ, ସୁରେଖା ଘାସି ଓ ବନ୍ଦନା ଟ୍ରିବେଉଲଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ନୃତ୍ୟ, ସଙ୍ଗୀତ ବ୍ୟତୀତ ରାମାୟଣରେ ଥିବା ନାରୀ ଚରିତ୍ରକୁ ନେଇ ଯୁଗେ ଯୁଗେ ନାରୀ କାର୍ଯ୍ୟକ୍ରମକୁ ଉପସ୍ଥାପନ କରାଯିବା ସହ ଅନୁସୂଚିତ ଜନଜାତି ପିନ୍ଧୁଥିବା ଅଳଙ୍କାରକୁ ପରିଧାନ କରି ଗରିମା ଅନୁଷ୍ଠାନର ସଦସ୍ୟମାନେ ରାମ୍ଫ ଶୋ କରିଥିଲେ। କାର୍ଯ୍ୟକ୍ରମର ବହୁ ସଂଖ୍ୟାରେ ଜନସାଧାରଣ ଯୋଗରେ ଉପଭୋଗ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ସୁନୀଲ କୟାଲ, ପ୍ରଦୀପ ଦାସ, ପ୍ରଫୁଲ୍ଲ ସୁନାନୀ, ସନ୍ତୋଷ ଅଗ୍ରୱାଲ, ଦିଲ୍ଲୀପ ମହାପାତ୍ର, ବିଜୟ ପ୍ରଧାନ, ଦିଲ୍ଲୀପ କର, ବିଶ୍ୱରଞ୍ଜନ ବେହୁରା, ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନାଙ୍କ ସହ ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦିକା ଡ ସରିତା ମଲ୍ଲ, ସଂଯୋଜକ ସୁମିତା ମହାନ୍ତି, ଲୀନା ତ୍ରିପାଠୀ, କୋଷାଧ୍ୟକ୍ଷ ରେବତୀ ବାରିକ ଓ ଅନୁଷ୍ଠାନର ସଦସ୍ୟଗଣ ସହଯୋଗ କରିଥିଲେ। गरिमा परिवार समस्त सदस्य को मोर प्रणाम जनाऊँच। जे प्रथम थर पर मु देखिली जे जो आज जो उत्सव करा जो महिला शक्ति शक्ति एवं शक्ति को कलार रूप में को टाइप परिवेशन कराई प्रत्येक आज उपस्थित दर्शक एवं मु निजे मुग्ध अत्यंत आनंदित जे आम भितर जो कला संस्कृति ऐतिह्य जो रही जो उत्कल दिवस अवसर। राउरकेला डॉक्टर प्रमोद कुमार जगदेव रिपोर्ट, साई सत्य न्यूज।